ଭିକ୍ଷା କରିବି ଏବଂ ଏହାର ଯେଉଁମାନେ ଏଥିରେ ସମସ୍ତ ଅନ୍ତର୍ଭୁକ୍ତ ସମସ୍ତଙ୍କର ଇଚ୍ଛା ଯେ ଗୋଟେ ଭଲ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ପ୍ରଚେଷ୍ଟା ଏବଂ ଗୋଟେ ଭିନ୍ନ ବାତାବରଣ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପହଞ୍ଚିଛି। ଆମେ ବହୁତ ହତୋତ୍ସାହିତ ହୋଇ ପଡ଼ିଥିଲୁ ଯେ କ'ଣ ଓଡ଼ିଆ ଚଳଚ୍ଚିତ୍ର ଭବିଷ୍ୟତ ହେବ, କିନ୍ତୁ ସେ ନୂତନ ସମ୍ଭାବନାକୁ ନେଇ ବହୁତ ଭଲ ଭଲ ଚଳଚ୍ଚିତ୍ର ନିର୍ମାଣ ହେଉଛି। ଏଠି ମୋ ସାନ ଭାଇ ଋଷି ଅଛନ୍ତି, ଏଥିରେ ମଧ୍ୟ ସେ ଅଭିନୟ କରୁଛନ୍ତି। ତେଣୁ ଭଲ ଭଲ ଅଭିନେତାମାନଙ୍କୁ ନେଇ ଭଲ ଭଲ ଟେକ୍ନିସିଆନ୍ ମାନଙ୍କୁ ନେଇ ଭଲ ଇନ୍ଷ୍ଟ୍ରୁମେଣ୍ଟକୁ ନେଇକରି ଏ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଆଶା ବିଶ୍ୱାସ ଭରସା ନିଶ୍ଚିନ୍ତ ଭାବରେ ଚଳଚ୍ଚିତ୍ର କୁଣ୍ଡଳୀ ଚଳଚ୍ଚିତ୍ରଟି ସଫଳତା ଲାଭ କରିବ, ଦର୍ଶକମାନଙ୍କ ଦ୍ୱାରା ନିଶ୍ଚିନ୍ତ ଭାବେ ଗ୍ରହଣୀୟ ହେବ ଏବଂ ପୁଣି ଯେଉଁ ନୂତନ ନିର୍ଦ୍ଦେଶକ ବା ପ୍ରଯୋଜକ ବା କଳାକାରମାନେ ଏଥିରେ ପ୍ରବେଶ କରୁଛନ୍ତି ସେମାନଙ୍କର ଭବିଷ୍ୟତ ନିଶ୍ଚିନ୍ତ ଉଜ୍ଜଳମୟ ହେବ। ତ ଡାକୁନେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏହି ଚଳଚ୍ଚିତ୍ର ଶୁଭ ପ୍ରବେଶକୁ ଚଳଚ୍ଚିତ୍ର ଜଗତ ତରଫରୁ ବିଜୟଲକ୍ଷ୍ମୀ ମ୍ୟାଡ଼ାମଙ୍କୁ ମୁଁ ସ୍ୱାଗତ କରୁଛି। ଆଶା କରୁଛି ତାଙ୍କର ପଦକ୍ଷେପ ଉଜ୍ଜଳମୟ ହେଉ ଏବଂ ସଫଳତା ଲାଭ କରୁ। ଆଗାମୀ ଦିନରେ ତାଙ୍କ ଭିତରେ ପୁଣି ଆଉ ଅନ୍ୟ ଚଳଚ୍ଚିତ୍ର ନିର୍ମାଣ କରିବାର ପରିକଳ୍ପନା ସୃଷ୍ଟି ହେଉ। ଏଠି ଆମର ମୋର ଅତି ପ୍ରିୟ ହିମାଦ୍ରି ବାବୁ ଅଛନ୍ତି, ଯିଏକି ଚାରିଧାମ ପ୍ରଯୋଗ ଅନେକ ଚଳଚ୍ଚିତ୍ର ସେ ନିର୍ମାଣ କରିଛନ୍ତି। ସେ ନୂତନ ସମ୍ଭାବନା ହେଇ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆସିଥିଲେ ଏବଂ ଏଠି ଜ୍ୟୋତି ଯିଏକି ନାୟକ ଏଷ୍ଟାବ୍ଲିଶ୍ଡ ଆକ୍ଟର ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ସହିତ ଜାସ୍ମିନ ଅନନ୍ୟା ଭଲ ଭଲ କଳାକାରମାନଙ୍କୁ ନେଇଛନ୍ତି, ଯେଉଁମାନେ କି ଅଭିନୟ ଜାଣିଛନ୍ତି, ଅଭିନୟ ଭଲ ଭାବେ କରିପାରିବେ। ଆଉ ଏଠି ବରିଷ୍ଠ ଅଭିନେତା ବା ମୋର ସାନ ଭାଇ ଶକ୍ତି ଅଛନ୍ତି, କେ ଭକ୍ତି, ବହୁତ ଭଲ ଭଲ କଳାକାରମାନେ ଏଠି ଅଛନ୍ତି। ତେଣୁ ରୋହିତ ଦାସକୁ ମୁଁ ଧନ୍ୟବାଦ ଦେବି ଏବଂ ତାଙ୍କୁ ଆଶୀର୍ବାଦ କରିବି ତାଙ୍କର ଏ ପଦକ୍ଷେପ